ଆସନ୍ତାକାଲି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନାର ସୁଭଦ୍ରାର ଶୁଭାରମ୍ଭ ହେବ। ତେବେ ଏହା ପୂର୍ବରୁ ପରୀକ୍ଷାମୂଳକ ଭାବେ 1 ଟଙ୍କା ଲେଖାଏଁ କିଛି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ତେବେ ଯେଉଁମାନଙ୍କ ଆକାଉଣ୍ଟକୁ 1 ଟଙ୍କା ଯାଇନାହିଁ ସେମାନଙ୍କୁ ଟଙ୍କା ମିଳିବ କି ନାହିଁ ସେମାନେ ଦ୍ୱନ୍ଦ୍ୱରେ ରହୁଛନ୍ତି। ତେବେ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଦ୍ୱନ୍ଦ୍ୱ ଦୂର କରିଛନ୍ତି। କହିଛନ୍ତି ଯେ ଆକାଉଣ୍ଟକୁ 1 ଟଙ୍କା ନ ଆସିଥିଲେ ବି ହିତାଧିକାରୀଙ୍କୁ ସତରେ ସୁଭଦ୍ରା ଟଙ୍କା ପାଇବେ। ଆକାଉଣ୍ଟକୁ 1 ଟଙ୍କା ପଠାଯିବା ଏକ ଟ୍ରାଏଲ୍ ରନ୍ ଥିଲା। ସିଷ୍ଟମ୍ ଚେକ୍ କରିବାକୁ 1 ଟଙ୍କା ଲେଖାଏଁ ପଠାଯାଇଥିଲା। ତେବେ ଯାହାକୁ 1 ଟଙ୍କା ଲେଖାଏଁ ଯାଇନଥିବ ସେମାନଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ଏବଂ ଯେଉଁମାନଙ୍କ ପାଖକୁ ଟଙ୍କାଟେ ଲେଖାଏଁ ଯାଇଛି ସେମାନେ ମଧ୍ୟ ସମ୍ପୂର୍ଣ୍ଣ ପଇସା ପାଇପାରିବେ। ସବୁ ଯୋଗ୍ୟ ହିତାଧିକାରୀ ପାଇବେ। ଆକାଉଣ୍ଟକୁ ଟଙ୍କା ଯିବ 17 ତାରିଖରେ ପରେ ଯେଉଁ ଲୋକ ମଧ୍ୟ ଆପ୍ଲାଏ କରିବେ ସେମାନଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ମିଳିବ ବୋଲି ନିଶ୍ଚିତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ବାହାରେ ଥିଲେ ବି ଯେତେବେଳେ ଆସି ଆବେଦନ କରିବେ ଟଙ୍କା ମିଳିବ ବୋଲି ଶ୍ରୀମତୀ ପରିଡ଼ା ମଧ୍ୟ କହିଛନ୍ତି। ଏହାଛଡ଼ା କହିଛନ୍ତି ଯେ କିଛି ସୁଭଦ୍ରା ହିତାଧିକାରୀଙ୍କ ମୋବାଇଲକୁ ଲିଙ୍କ ଆସୁଛି ତାହା ସାଇବର ଠକଙ୍କର କାର୍ଯ୍ୟ ହୋଇଥାଇପାରେ। ତେବେ ଏହିଭଳି ଲିଙ୍କରେ କ୍ଲିକ୍ ନ କରିବାକୁ ଶ୍ରୀମତୀ ପରିଡ଼ା କହିଛନ୍ତି। ସେହିପରି ସେ କହିଛନ୍ତି ରାଜ୍ୟରେ ସରକାରଙ୍କ ପକ୍ଷରୁ କୌଣସି ହିତାଧିକାରୀଙ୍କୁ ଫୋନ୍ କଲ୍ ଯାଉନାହିଁ। ସରକାରଙ୍କ ପକ୍ଷରୁ ଫୋନ୍ କଲ୍ କି କୌଣସି ଲିଙ୍କ ହିତାଧିକାରୀଙ୍କ ପାଖକୁ ଯିବ ନାହିଁ। ଯଦି କିଛି ଲିଙ୍କ ଆସୁଛି ତେବେ ସତର୍କ ହୋଇଯାଆନ୍ତୁ। ଏବେ ଏହା ସାଇବର ଠକଙ୍କ କାର୍ଯ୍ୟକଳାପ ଅଟେ। ଏନେଇ ସତର୍କ ରହିବା ସହ କୌଣସି ଲିଙ୍କ କ୍ଲିକ୍ ନ କରିବାକୁ ଶ୍ରୀମତୀ ପରିଡ଼ା ଅପିଲ କରିଛନ୍ତି। ଏଥିସହ କାହାକୁ ନିଜର ଆକାଉଣ୍ଟ ନମ୍ବର କିମ୍ବା କୌଣସି ATM ଡିଟେଲ୍ସ ନ ଦେବାକୁ କହିଛନ୍ତି। ସୁଭଦ୍ରା ପାଇଁ ଫର୍ମରେ ଆବେଦନ କରିବା ସହ eKYC ଦେଲେ ଟଙ୍କା ସୁନିଶ୍ଚିତ ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ସୂଚନା ଅନୁସାରେ 4 ସେପ୍ଟେମ୍ବର ସନ୍ଧ୍ୟାରୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନା ଫର୍ମ ପୂରଣ ପରେ ଫର୍ମ ସହିତ ଆବେଦନକାରୀଙ୍କୁ କେବଳ ଆଧାର କାର୍ଡ଼ର ନକଲ ଦାଖଲ କରିବାକୁ ହେବ। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ଶେଷ ତାରିଖ ଘୋଷଣା କରାଯାଏ ନାହିଁ। 17 ତାରିଖ ପରେ ମଧ୍ୟ ଆବେଦନ କରିବେ ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ସମାନ ଅନୁଦାନ ପାଇବେ। ଯଦି ଏମିତି ପ୍ରତ୍ୟେକ ଦିନ ଗୁରୁତ୍ୱପୂର୍ଣ୍ଣ ଖବର ଦେଖିବା ପାଇଁ ଚାହୁଁଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଭିଡ଼ିଓଟି ଲାଇକ୍ କରନ୍ତୁ। ଧନ୍ୟବାଦ।